जय हिंद, वंदे मातरम। जनगण मन अधिनायक जय हे, भारत भाग्य विधाता। यही पुण्यभूमि भारतर भाग्य विधाता किए? से भाग्य विधाता होचंती महाशून्यस्थ जो अदृश्य सत्ता, अदृश्य ज्योति, जहाँ को आमे सर्वशक्तिमान बोली कहूछु, से सर्वशक्तिमान को किए को नाम रे संबोधन करुची? से होची भारत भाग्य विधाता। ते भारत शब्द अर्थ होची विश्व। एठी गोटे कथा कहवा को पड़िबो, पृथ्वी भाग्य विधाता। भा कहले ज्ञान, जो साहित्यिक माने बा शब्द व्यवहार करिसंती, भारत शब्दर अर्थ जहाँ करिसंती, शेषे गोटे देश को से बुझौनी। भा कहले ज्ञान, ज्ञानटा को देश रे नाही। मनीष जोटी अच्छी ज्ञान सेठी अच्छी, मनीषर मस्तिष्क जोटी अच्छी ज्ञान तार भीतर अच्छी। आज जिते प्रकार नुआ नुआ उद्भावन होउची, आपण माने शुणिले बा केतक देखिथिबे, केतक शुणिथिबे, से उद्भावन को देखिले आपण माने जानिबे जे आज पृथ्वी को अवस्था रे पहुंची। किंतु आमे केवल केतक गोष्ठी खाली से सत्य त्रेतया द्वापर कली एमती गुड़े कहूँ। भागवत लेखाई द्वापर जुगरे, रामायण लेखाइला त्रेतया जुगरे, किंतु प्रकृत रे ये पृथ्वी पृष्ठ रे केते प्रलय आसीची, केते खंड प्रलय मध्य आसीची, केते युद्ध हेइची, केते मृत्युर विभीषिका मध्य घटीची। एमिति आमे कही परिबा नहीं जे सत्य ए दिन ठारू ए दिन पर्यंत सत्य। आमको बुझेवा पई हमर पंडित माने हमको बुझेई देइचंती। आमे से कथा को आमे खंडन करि परिबोनी कि सेही कथा रही परिबोनी। से बुझेई देइचंती सत्य अमुक दिन जन्म नेले, से अमुक, किंतु तारी भी से गोटे आमको बुझेला भली कही देइचंती। से सत्य हो पारे बा विचार हो पारे। महाजन जेन गतस्य पंथा, महाजन मान कथा को आमको सम्मान देवा पड़ो। असम्मान करवाटा नितांत मूर्खामीर परिचय। किंतु आपण मान को बलिया मनरे भाविबाकू केतोटी प्रश्न पचारुछि। से प्रश्न गुड़िक उत्तर आप निजे स्थिर करेंगे। मनीष को सृष्टि कला किए? मनीष गोटे एमटिया जीव ही जन्म हम
ତାର ପରିକଳ୍ପନା କିଏ କରିଥିଲା? ଏ ନକ୍ସାଟା ଜୀବନ ନକ୍ସା ଆମ ଇଞ୍ଜିନିୟର ମାନେ ଘରର ନକ୍ସା, ପୋଲର ନକ୍ସା, ରାସ୍ତାର ନକ୍ସା ସବୁ ଦେଉଛନ୍ତି, କିନ୍ତୁ ଜୀବନ ନକ୍ସାକୁ କିଏ କଳ୍ପନା କରିଥିଲା? ଯିଏ କଳ୍ପନା କରିଥିଲେ ସେଇଆଙ୍କୁ କୁହାଗଲା ବ୍ରହ୍ମା। ବ୍ରହ୍ମା କେଉଁଠି ଅଛନ୍ତି ନାହାନ୍ତି ଆମେ ତାଙ୍କୁ ଖୋଜିବା ନ ଖୋଜିବା ସେ ଅଲଗା କଥା, କିନ୍ତୁ ଯିଏ ମାନେ ଉଦ୍ଭାବନ କଲେ ଯେ ମଣିଷ ଜୀବନକୁ କିଏ ତିଆରି କରିଛି, ପଶୁ ପକ୍ଷୀ କୀଟ ପତଙ୍ଗ ଆଦି ସରୀସୃପଙ୍କୁ କିଏ ତିଆରି କରିଛି, ଏତେ ନକ୍ସା ସେ କେଉଁଠୁ ପାଇଲେ, ଏତେ ନକ୍ସା କେମିତି ଉଦ୍ଭାବନ ହେଲା, ଏବଂ ସିଏ ନକ୍ସାକୁ ଯିଏ ପାଇଲେ ସିଏ ଯଦି ହେଲେ ବ୍ରହ୍ମା, ସେ ନକ୍ସାକୁ ଯିଏ କାର୍ଯ୍ୟକାରୀ କଲେ ଯେ ଏମିତି ହେବ, ଯେମିତି ଘର ବାଡ଼ି ହେଲା ଭଳିଆ ଯିଏ କଲେ ତାଙ୍କର ନାଁ ବିଷ୍ଣୁ। ଏବଂ ଘରର ରିପେୟାରିଂ କରିବା, ଯେମିତି ଗୋଟେ ପୁରୁଣା ଘରକୁ ପୁଣି ନୂଆ କରିବା, ଟିକେ ତାକୁ ବାଗେଇବା, ଏଇ କଥାଟାକୁ ଭାବିଦେଲେ ସେ ହେଉଛନ୍ତି ଶିବ। ତେଣୁ ପୁରୁଣା ଜିନିଷକୁ ଯେ ନୂଆ କରିପାରେ ସେ ହେଉଛନ୍ତି ମଙ୍ଗଳମୟ ଶିବ। ତେଣୁ ଭାରତ କହିଲେ ସମଗ୍ର ବିଶ୍ୱ ହିଁ ଭାରତ। ଆମେ ଯଦି କହିବା ଭାରତ ତାହେଲେ ସମଗ୍ର ବିଶ୍ୱକୁ ବୁଝାଉଛି। ଆମର ଏଇ ଶଶାଗରା ଧରା ଧରିତ୍ରୀ ଏ ସମ୍ପୂର୍ଣ୍ଣ ଭାବରେ ଭାରତ। ବିଜ୍ଞାନକୁ ଭାରତବର୍ଷ ଅନୁମୋଦିତ କରିଛି ଏ କଥା କହିଲେ ଅଡ଼ୁଆ ଲାଗେ, କିନ୍ତୁ ଭାରତୀୟ ବିଜ୍ଞାନକୁ ବିଶ୍ୱ ଅନୁମୋଦିତ କରିଛି। ଏଇ କିଛି ସମୟ ପୂର୍ବରୁ କିଛି କଥା, ମଣିଷ ଭିତରେ ଆଜି ଯୁଦ୍ଧ ଲାଗୁଛି, ଦେଶ ଦେଶ ଭିତରେ ଯୁଦ୍ଧ ଲାଗୁଛି। ଇଏ ଓଡ଼ିଶା ମାଟିରେ ଗୋଟେ ଚିଲିକା ହ୍ରଦ ଅଛି, ଆଉ ବି କେତେକ ଜାଗା ଅଛି ଦର୍ଶନୀୟ ସ୍ଥାନ। ସେଠିକୁ ଉଡ଼ିକିରି ଜର୍ମାନ ଠାରୁ ବିଭିନ୍ନ ଦେଶରୁ ପକ୍ଷୀମାନେ ଆସୁଛନ୍ତି। ସେ ପକ୍ଷୀମାନେ ପୁଣି ଗଣନା ହେଉଛନ୍ତି। ଶିକାରୀମାନଙ୍କର ଟିକେ ଅସ୍ତ୍ରାଘାତ ପାଇଲେ ସେ ଆଉ ତା ପର ବର୍ଷକୁ ତାଙ୍କ ସଂଖ୍ୟା କମିଯାଉଛି। ତାହେଲେ ଆକୁ କିଏ ସୃଷ୍ଟି କରିଛି? ଆମେ ତ କହୁଛୁ ମଣିଷ, ଆମେ ଦିବ୍ୟ ଜ୍ଞାନର ଅଧିକାରୀ, କିନ୍ତୁ ସେମାନଙ୍କ ଭିତରେ ଦିବ୍ୟ ଜ୍ଞାନ କେମିତି ଆସିଲା? ରାବଣ ସୀତାଙ୍କୁ ନେଇକିରି ଯାଉଛନ୍ତି। ଜଟାୟୁ ପକ୍ଷୀକି କେମିତି ଜଣାପଲା ସିଏ ରାବଣର ରଥ ଆଗରେ ବାଡ଼େଇ ହେଲା? ନିଜ ଜୀବନକୁ ଉତ୍ସର୍ଗ କରି, ନିଜ ଜୀବନକୁ ବଳି ଦେଇକି ସେ ରାବଣକୁ ମନା କଲା ଯେ ତୁମେ ତାଙ୍କୁ ନେଇକିରି ଯାଅନି। କାହିଁକି ମନା କଲା? ରାବଣ ହେଉଛନ୍ତି ଜଣେ ସୁଯୋଗ୍ୟ ପୁତ୍ର, ସୁଯୋଗ୍ୟ ବ୍ରାହ୍ମଣ, ସୁଯୋଗ୍ୟ ପଣ୍ଡିତ। ଇଏ ରାବଣ ଯଦି ସୀତାଙ୍କୁ ନେଇକିରି ପ୍ରକୃତ ଦଣ୍ଡକାର ଲଙ୍କାକୁ ଚାଲିଯାଏ, ତାପରେ ତାଙ୍କର ଯିଏ ସ୍ୱାମୀ, ଯେ ଅବତାର ପୁରୁଷ, ତାଙ୍କର ଦେବର ଯେ ଅନନ୍ତ ପୁରୁଷ, ସେ ନିଶ୍ଚୟ ଆଙ୍କୁ ଖୋଜିକିରି ଯିବେ।
ଯୁଦ୍ଧ ହେବ, ଗୁଡ଼ାଏ ଲୋକ ମରିବେ, ଗୁଡ଼ାଏ ରାକ୍ଷସ ମରିବେ, ଗୁଡ଼ାଏ ବାନର ମରିବେ, ଗୁଡ଼ାଏ ଭାଲୁ ମରିବେ ଏବଂ ଶେଷରେ ରାବଣ ବି ମରିବ। ତେଣୁ ରାବଣ ଜାଗାରେ ରାବଣ ଥାଉ, ରାମଙ୍କ ଜାଗାରେ ରାମ ରୁହନ୍ତୁ, କାହିଁ ଏତେ ମରାମରି ହେବ? ଗୋଟେ ବିଲକ୍ଷଣଟାକୁ ସେ ଦର୍ଶଉଛି। ସେ ସାଙ୍ଗୁଣା ମାନେ ସେଇ ଟାଇପ୍ର ପକ୍ଷୀ, ସେ ବିଲକ୍ଷଣକୁ ଦର୍ଶଉଛି। ତେଣୁ ପଶୁ ପକ୍ଷୀ ସବୁ ଭିତରେ କିଛି ଜ୍ଞାନ ରହିଛି। ଆପଣ ଦେଖିବେ, ଆପଣମାନେ ଶୁଣିଥିବେ, ଆମର ଅଯୋଧ୍ୟାର ରାମ ମନ୍ଦିର ଯେତେବେଳେ ପ୍ରତିଷ୍ଠା ହେବା ପାଇଁ ଯାଉ, କୁଆଡ଼େ ସେ ପକ୍ଷୀ ଗୁଡ଼ିକ ଥିଲେ ଜଟାୟୁ ପକ୍ଷୀ। ସେ ଜଟାୟୁ ପକ୍ଷୀ ଗୁଡ଼ିକ ମାନେ ତାକୁ ଆଉ ଜଟାୟୁ ବୋଲି ଚିହ୍ନି ପାରିଲେ କି ନାହିଁ, କିନ୍ତୁ ସେ ତ ଗୁଡ଼ାଏ ମାନେ ବହୁତ ହଜାର ହଜାର ସଂଖ୍ୟାରେ ଉଡ଼ିଲେ। ତାଙ୍କୁ କିଏ ନିମନ୍ତ୍ରଣ କରିଥିଲା? ଆମ ଶଙ୍କରାଚାର୍ଯ୍ୟ ହେରିକାଙ୍କୁ ନିମନ୍ତ୍ରଣ ପାଇକିରି ମଧ୍ୟ ସେ ବିରକ୍ତ ହେଲେ ଯେ ଆମେ ଯାଇ ସେଠି କ'ଣ ମାନେ କ'ଣ କରିବୁ? ତେଣୁ ସିଏ ପକ୍ଷୀମାନଙ୍କୁ କିଏ ନିମନ୍ତ୍ରଣ କରିଥିଲା? ପକ୍ଷୀମାନଙ୍କୁ ନିମନ୍ତ୍ରଣ କିଏ କରିଥିଲା? ସେଇ ଯେଉଁ ପକ୍ଷୀ ଭିତରେ ଥିବା ଯେଉଁ ପ୍ରାଣ ପକ୍ଷୀ, ସେଇ ନିମନ୍ତ୍ରଣ କରିଥିଲା। ଆମର ଓଡ଼ିଶାର ଗାରୋଇ ଆଶ୍ରମରେ ଯେତେବେଳେ ଜଗନ୍ନାଥଙ୍କ ମନ୍ଦିରଟି ତୈରି ହେଲା, ସେଠି ମୁଁ ସେ ପକ୍ଷୀଟିକି ଦେଖିଛି। ଗୋଟେ ଲଗାତାର ଭାବରେ ସବୁଦିନେ ଗୋଟେ ପେଚା ଭଳିଆ ଗୋଟେ ପକ୍ଷୀ ଆସିଲା, ତାର ଏଡ଼େ ଆଖି, ତାକୁ ପେଚା କହିହେବନି କି ପେଚା କ'ଣ, ତାକୁ କେଉଁ ପକ୍ଷୀ ତାକୁ କିଛି କେହି ଚିହ୍ନି ପାରିଲେନି। ଶେଷରେ ସେ ତାର ଯେତେ ଦିନ ରହିବା କଥା ରହି ସେ ତାର ଉଡ଼ିକି ଚାଲିଗଲା। ତେଣୁ ଏଇସବୁ ଜିନିଷକୁ ଜଣାପଡ଼ୁଛି ଏ ସଂସାରର ଜଣେ କେହି ସର୍ବଶକ୍ତିମାନ, ସିଏ ହେଉଛନ୍ତି ଦୁନିଆର ପାଳକ, କର୍ଣ୍ଣଧାର। ଆମେ ତାକୁ ଠିକ୍ ଭାବରେ ବୁଝିପାରୁନୁ, ଅଯଥାରେ ସମୟ ଗୁଡ଼ିକ ନଷ୍ଟ କରୁଛୁ। ମୁଁ ନିଜକୁ ମଧ୍ୟ ଭାବୁଛି, ମୁଁ ବି ଅନେକ ସମୟ ନଷ୍ଟ କରିଛି, ଅନେକ ସମୟର ମୂଲ୍ୟ ବୁଝିପାରିନି। ଏବେ ବୁଝିଲା ବେଳକୁ ଶରୀର ଦୁର୍ବଳ ଲାଗୁଛି। ତଥାପି ଏଇ ଦୁର୍ବଳ ଶରୀରରେ ମଧ୍ୟ ମୋତେ ଯୁବକ ଭଳି କାମ କରିବାକୁ ହେବ। ଜୀବନର ଯେଉଁ ଲକ୍ଷ୍ୟ ରହିଛି, ସେ ଲକ୍ଷ୍ୟ ପୂର୍ଣ୍ଣ ହେବା ପାଇଁ ଆମକୁ ପୁଣି ସଚେତନ ହେବା ପାଇଁ ପଡ଼ିବ। ଆଜିର କଥା, ଏଇ ସାଧାରଣତନ୍ତ୍ର ଦିବସ, ଭାରତବର୍ଷରେ ଆଜି ପତାକା ଉଡ଼ୁଛି। ସେ ପତାକାର ଯାହା ଅର୍ଥ ଥାଉ, ମୋ ପାଇଁ କର୍ମ, ଜ୍ଞାନ, ଭକ୍ତିର ପ୍ରତୀକ। ସେଇ ତ୍ରିରଙ୍ଗା ପତାକାକୁ ମାନେ ପ୍ରଣାମ ଜଣାଇ, ଭାରତ ମାତାକୁ ପ୍ରଣାମ ଜଣାଇ, ଧରିତ୍ରୀ ମାତାକୁ ପ୍ରଣାମ ଜଣାଇ ମୋର କଥାକୁ ଏଇଠି ରଖୁଛି। ଜୟ ହିନ୍ଦ, ବନ୍ଦେ ମାତରମ୍।